ତ ମାଲିକେ ଜୟ ଜଗନ୍ନାଥ। ତ ଆଜି ଗୋଟେ ମନ ହେଇଛି ଚଟୁଣି ଟିକେ କରିବାକୁ, ପୁରା ରାଗୁଆ ଚଟପଟା। ତ ଡେରି ନ କରି ଫଟାଫଟ ଆସନ୍ତୁ। ରାତିରେ ନଗିଟା ଧରି ମାଡ଼ି ଯାଇଥିଲି ଆମ ବାରି ବଗିଚାକୁ, ମାନେ ଯୋଉଠି କରମା ଗଛଟି ଥିଲା। ତ କରମା ଗଛ ପାଖକୁ ଯାଇ ଦେଖିଲା ବେଳକୁ ଏତେ ସାରା କରମଙ୍ଗା ଗଛରେ ଫଳିଛି ଆଖି ପାଉନଥାଏ। ତ ତାକୁ ଧୀରେ ଧୀରେ ମୁଁ ନଗି ସାହାଯ୍ୟରେ ତୋଳିବାକୁ ଲାଗିଲି। କରମା ଗୁରା ସବୁ ତୋଳିଲା ପରେ ସବୁ ତଳେ ଗଳି ପଡ଼ୁଥାଏ। ଆଉ ତଳେ ଗଲା ପରେ ମୁଁ ତାକୁ ସବୁ ହାତରେ ଗୋଟେଇବାକୁ ଲାଗିଲି। ତାକୁ ଗୋଟେଇ ସାରି ଗୋଟେ ଜାଗାରେ ଠୁଳ କଲି। ଦେଖନ୍ତୁ କରମଙ୍ଗାରା କେତେ ସୁନ୍ଦର ହୋଇଛି ଆଉ କେତେ ଭଲ ବି ଲାଗୁଛି। ଦେଖନ୍ତୁ କରମଙ୍ଗା ଗୁଡ଼ିକୁ ଭଲସେ ଧୋଇ ସାରିଲା ପରେ ତାକୁ ଭଲସେ ଗୁଣ୍ଡ ଗୁଣ୍ଡ କରି କାଟିଥିଲି। ତା ଦେହରେ ପ୍ରଥମେ କିଛି ନକ ମାରିଚ, ଏକ ଆମ୍ବ କଷିଆ ଅଦା ଆଉ କିଛି ଧନିଆ ପତ୍ରକୁ ଭଲସେ ଗୁଣ୍ଡ ଗୁଣ୍ଡ କାଟିକିରି ସେ ହେମଦସ୍ତାରେ ଭର୍ତ୍ତି କଲି। ଆଉ ତାପରେ ତାକୁ ଭଲସେ କୁଟିଥିଲି। ଯେଉଁ ପର୍ଯ୍ୟନ୍ତ ତାର ପାଣି ନ ବାହାରିଛି ସେ ପର୍ଯ୍ୟନ୍ତ ଆପଣ କୁଟିବେ। ପାଣି ବାହାରି ସାରିଲା ପରେ ମୁଁ ଏକ ସଫା ପାତ୍ରକୁ କାଢ଼ି ତାର ଟେଷ୍ଟ ନେବାକୁ ଆରମ୍ଭ କଲି। ସତରେ ସାଙ୍ଗମାନେ ତା ଟେଷ୍ଟ ଏତେ କଷ ହୋଇଥିଲା କହିଲେ ନ ସରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରୁ ଜମାରୁ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।